हाय पिलाମାନେ ସମସ୍ତଙ୍କୁ ଓଡ଼ିଆ ସାର୍ ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଜିର ଭିଡ଼ିଓରେ ଏକ ରଚନା ତୁମମାନଙ୍କ ପାଇଁ ଆଣିଦେଇଛି। ରଚନାର ବିଷୟବସ୍ତୁ ହେଲା ଭାରତର ବୈଦେଶିକ ନୀତି। ଆଶା କରୁଛି ସମସ୍ତଙ୍କୁ ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ କରିଦେବ, କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବ। ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିଦେବ। ଚାଲ ଆମେ ଆରମ୍ଭ କରିବା। ଭାରତର ବୈଦେଶିକ ନୀତି ଉପକ୍ରମ। ଭାରତ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଏବଂ ଏକ ଶାନ୍ତିପ୍ରିୟ ଦେଶ ଭାବେ ପରିଚିତ। ସ୍ୱାଧୀନତା ପରଠାରୁ ଭାରତ ନିଜ ବୈଦେଶିକ ନୀତିକୁ ଏମିତି ଭାବରେ ଗଠିତ କରିଛି ଯାହା ଦେଶର ହିତ, ଶାନ୍ତି, ସହଯୋଗ ଓ ଆନ୍ତର୍ଜାତୀୟ ସମ୍ମାନକୁ ବୃଦ୍ଧି କରେ। ଭାରତର ବୈଦେଶିକ ନୀତି କେବଳ ଅନ୍ୟ ଦେଶ ସହିତ ସମ୍ପର୍କ ସ୍ଥାପନ କରିବାରେ ସୀମିତ ନୁହେଁ, ଏହା ଜଗତର ଶାନ୍ତି ଉନ୍ନତି କରିବାରେ ମଧ୍ୟ ମନୋଭାବ ରଖିଥାଏ। ଭାରତର ବୈଦେଶିକ ନୀତିର ମୂଳ ସିଦ୍ଧାନ୍ତ ଗୁଡ଼ିକ। ଭାରତର ବୈଦେଶିକ ନୀତିର ମୂଳ ସିଦ୍ଧାନ୍ତ ହେଉଛି ନିରପେକ୍ଷତା, ଶାନ୍ତି, ସହଯୋଗ। ସ୍ୱାଧୀନତା ପରେ ଭାରତ ଆମେରିକା ଓ ସୋଭିଏତ ଶିବିରରେ ଯୋଗ ନ ଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ନିରପେକ୍ଷ ଆନ୍ଦୋଳନ ଆରମ୍ଭ କଲା, ଯାହାର ମୂଳମନ୍ତ୍ର ଥିଲା ଶାନ୍ତି, ସ୍ୱାଧୀନତା ଓ ସମାନତା। ଭାରତ ସଦା ଯୁଦ୍ଧ ବିରୋଧୀ ଓ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟା ସମାଧାନର ପକ୍ଷପାତୀ ଥିଲା, ଯାହାର ପ୍ରମାଣ ହେଉଛି 1954ରେ ଚୀନ ସହିତ ଗଠିତ ପଞ୍ଚଶୀଳ ସିଦ୍ଧାନ୍ତ, ଯାହା ସାରା ବିଶ୍ୱରେ ଆଦର୍ଶ ଭାବେ ମନାଯାଏ। ଭାରତ ଉପନିବେଶବାଦ ଓ ଜାତି ବିଭେଦ ବିରୋଧରେ ଶକ୍ତିଶାଳୀ ଭାବରେ ଅବସ୍ଥାନ ନେଇଥିଲା ଓ ଦକ୍ଷିଣ ଆଫ୍ରିକାରେ ନେଲସନ ମାଣ୍ଡେଲାଙ୍କ ଆନ୍ଦୋଳନକୁ ସମର୍ଥନ ଦେଇଥିଲା। ପଡ଼ୋଶୀ ଦେଶଗୁଡ଼ିକ ସହ ଭାରତର ସମ୍ପର୍କ। ଭାରତ ତାହାର ପଡ଼ୋଶୀ ଦେଶଗୁଡ଼ିକ ସହ ସୁମଧୁର ସମ୍ପର୍କ ରଖିବାକୁ ସଦା ଅଗ୍ରଗାମୀ ରହିଛି। 1971ରେ ବାଂଲାଦେଶର ସ୍ୱାଧୀନତା ସମୟରେ ଭାରତ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲା। ବର୍ତ୍ତମାନ ଉଭୟ ଦେଶ ଆର୍ଥିକ, ସାଂସ୍କୃତିକ ଓ ନଦୀ ଜଳ ବଣ୍ଟନ ନେଇ ସହଯୋଗୀ ଭାବରେ କାମ କରୁଛନ୍ତି। ନେପାଳ ଓ ଭୁଟାନ ସହ ଭାରତର ଗଭୀର ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କ ରହିଛି, ଯେଉଁଠି ଅର୍ଥନୈତିକ, ଶିକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ଭଲ ସହଯୋଗ ଦେଖିବାକୁ ମିଳେ। ଶ୍ରୀଲଙ୍କା ସହ ଭାରତର ସାଂସ୍କୃତିକ ସମ୍ପର୍କ ଗାଢ଼ ରହିଛି। ପାକିସ୍ତାନ ସହ ଯଦିଓ କାଶ୍ମୀର ବିବାଦ ଅନେକ ଦିନ ଧରି ଚାଲୁଅଛି, ତଥାପି ଭାରତ ସଦା ଶାନ୍ତିପୂର୍ଣ୍ଣ ଓ କୂଟନୈତିକ ଉପାୟ ଦ୍ୱାରା ସମସ୍ୟା ସମାଧାନ ପାଇଁ ଅଗ୍ରସର ରହେ। ଚୀନ ସହ 1962ର ଯୁଦ୍ଧ ପରେ ମଧ୍ୟ ଭାରତ ସମ୍ପର୍କ ସୁଧାର ଉଦ୍ୟମ କରୁଛି ଏବଂ ବାଣିଜ୍ୟ ଓ ସୀମା ସମସ୍ୟା ନେଇ ଉଭୟ ଦେଶ ଆଲୋଚନା ଜାରି ରଖିଛନ୍ତି। ଆନ୍ତର୍ଜାତୀୟ ମଞ୍ଚରେ ଭାରତର ଭୂମିକା। ଭାରତ ଆଜି G20, BRICS, NAM, SAARC, SCO ପରି ମହତ୍ତ୍ୱପୂର୍ଣ୍ଣ ଗୋଷ୍ଠୀଗୁଡ଼ିକର ସଦସ୍ୟ। ତାହା ସହିତ ଭାରତ ଭ୍ୟାକ୍ସିନ୍, ମୈତ୍ରୀ, ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ଓ ଡିଜିଟାଲ ପାର୍ଟନରସିପ୍ ମାଧ୍ୟମରେ ବିଶ୍ୱକୁ ସହାୟତା ଦେଇଛି। ଭାରତ ଜଗତରେ ଏକ ବିଶ୍ୱଗୁରୁ ଭାବରେ ନୈତିକ ଓ ମାନବିକ ନେତୃତ୍ୱ ନେଉଛି। ବର୍ତ୍ତମାନର ଭାରତୀୟ ବୈଦେଶିକ ନୀତି। ଆଧୁନିକ ସମୟରେ ଭାରତର ବୈଦେଶିକ ନୀତି ହେଉଛି ଆର୍ଥିକ ଦୃଢ଼ତା, ଯାହା ଭାରତକୁ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ପରିଚୟ ଦେଇଛି। ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ, ଯାହା ଆଧୁନିକ ଉନ୍ନତିର ଆଧାର ହୋଇଛି, ଏବଂ ପରିବେଶ ସୁରକ୍ଷା ସହ ସ୍ଥିର ଉନ୍ନତି, ଯାହା ଭବିଷ୍ୟତ ପିଢ଼ି ପାଇଁ ସୁସ୍ଥ ଓ ସୁରକ୍ଷିତ ପୃଥିବୀ ଗଠନରେ ସହାୟକ ହେଉଛି। ଏହା ସହିତ ଭାରତ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ସହ ଗଭୀର ରାଜନୈତିକ, ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କ ଗଠନରେ ନିରନ୍ତର ପ୍ରୟାସ କରୁଅଛି। ଉପସଂହାର। ଭାରତର ବୈଦେଶିକ ନୀତି ହେଉଛି ଏକ ନୈତିକ ଓ ମାନବିକ ମିଶ୍ରଣ, ଯାହା ଜଗତରେ ଶାନ୍ତି, ସମାନତା ଓ ନ୍ୟାୟର ପ୍ରଚାର କରେ। ଏହି ନୀତି ଭାରତକୁ ଜଗତରେ ଏକ ସମ୍ମାନିତ ଏବଂ ଦାୟିତ୍ୱଶୀଳ ଦେଶ ଭାବରେ ପରିଚିତ କରିଛି। ଭବିଷ୍ୟତରେ ଭାରତ ନିଶ୍ଚୟ ଜଗତର ଶାନ୍ତି ଓ ଉନ୍ନତିରେ ଆଗୁଆ ଭୂମିକା ନେବ।